ପିଲାମାନେ ପାଟି ବନ୍ଦ କର, ପାଟିଟି ବନ୍ଦ କର। ଆଜିର ଏ ପବିତ୍ର ସଭାରେ ସଭାପତିତ୍ୱ କରିଥିବା ଆମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହୋଦୟ, ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ମୋର ନମସ୍କାର। ଆଉ ପିଲାମାନଙ୍କୁ ଆଜି ପିଲେ ଅକ୍ଟୋବର 2 କଥାଟା ଯେତେବେଳେ ମନକୁ ଆସେ ସେତେବେଳେ ଆମେ ସମସ୍ତେ ଜାଣିଛନ୍ତି ଗାନ୍ଧୀ ଜୟନ୍ତୀ କଥାଟା ମନକୁ ଆସେ। ମା ଭାରତୀ କୋଳରେ ଦୁଇଟି ସୁପୁତ୍ର ଜନ୍ମ ହୋଇଥିଲେ, ଗୋଟିଏ ମହାତ୍ମା ଗାନ୍ଧୀ, ଅନ୍ୟ ଜଣେ ଥିଲେ ଲାଲ ବାହାଦୁର ଶାସ୍ତ୍ରୀ। ଆମେ ମହାତ୍ମା ଗାନ୍ଧୀଙ୍କ ଉପରେ ଯଦି ପିଲା କହିଲେଣି ଏବଂ ମ୍ୟାଡାମ ସାର୍ମାନେ ବି କହିଲେ, କିନ୍ତୁ ମୁଁ ଲାଲ ବାହାଦୁରଙ୍କ ଉପରେ କେତେଟା କଥା କହିବି। ପିଲାମାନେ ଶୁଣ, ପାଟି ଟିକେ ବନ୍ଦ କର। ପାଟି ବନ୍ଦ କଲେ ଅନେକ କଥା ଅଛି ଲାଲ ବାହାଦୁରଙ୍କର ଜୀବନ କାଳ ଭିତରୁ ମୃତ୍ୟୁ ପର୍ଯ୍ୟନ୍ତ, ଯାହା ଏବେ ବି ଆମ ପାଖରେ ପହଞ୍ଚି ପାରିନି। ଆଉ ପାଟି ବନ୍ଦ କଲେ ଏ ଶିବିରକୁ ଭଲ ଲାଗେ। ଆକ୍ଚୁଆଲି ଲାଲ ବାହାଦୁର ଶାସ୍ତ୍ରୀଙ୍କର ପୁରା ନାଁ କିଏ ଜାଣିଛ? ଭଲ ନା ପୂର୍ବ ନା? ପ୍ରଥମେ ଯୋଉ ଲାଲ ବାହାଦୁର ଶାସ୍ତ୍ରୀ ଅଛି, ଲାଲ ବାହାଦୁର ଶାସ୍ତ୍ରୀ ନଥିଲା, ଲାଲ ବାହାଦୁର ଶ୍ରୀବାସ୍ତବ। ଲାଲ ବାହାଦୁର ଶ୍ରୀବାସ୍ତବ 12 ବର୍ଷ ବୟସରେ ସେ ନିଜର ସରନେମକୁ ଚେଞ୍ଜ କରିଥିଲେ ଏବଂ ଭାରତୀ କୋଳରେ ଏମିତି ଗୋଟେ ସୁପୁତ୍ର ସେ ଜନ୍ମ ହୋଇଥିଲେ। ଉଚ୍ଚତାରେ ଛୋଟ କିନ୍ତୁ କାର୍ଯ୍ୟ ତାଙ୍କର ସବୁବେଳେ ମହାନ ଥିଲା। ଭାରତର ପ୍ରତ୍ୟକ୍ଷ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ଆମେ ଇୟର୍ଲି ଇଣ୍ଡିପେଣ୍ଡେନ୍ସ କଥାକୁ ଆମେ ଯିବା, ଦୁଇଟା କଥା ମୁଁ ଦେଖିକି ଜାଣିଛି। ଗୋଟେ ସର୍ଭାଣ୍ଟ ଅଫ୍ ଇଣ୍ଡିଆନ ସୋସାଇଟି ତିଆରି ହେଇଥିଲା ଯେତେବେଳେ ଭାରତ ସ୍ୱାଧୀନତା ପାଇନଥିଲା। ଯେଉଁମାନେ ଭାରତ ସ୍ୱାଧୀନତା ପାଇଁ ଲଢୁଥିଲେ ସେମାନଙ୍କୁ ଜେଲରେ ବନ୍ଦୀ କରି ରଖାଉଥିଲେ। ଲାଲ ଲଜପତ ରାୟ ସେ ବି ଜଣେ ସ୍ୱାଧୀନତା ସଂଗ୍ରାମୀ। ସର୍ଭାଣ୍ଟ ଅଫ୍ ଇଣ୍ଡିଆନ ସୋସାଇଟି ନାମକ ଗୋଟେ ସଂସ୍ଥା ଖୋଲିଥିଲେ, ଯେଉଁମାନେ ରାଜନୀତିକ ବନ୍ଦୀମାନେ ରହୁଥିଲେ, ସେମାନଙ୍କ ପରିବାର ଚଳିପାରୁନଥିଲା, ସେମାନଙ୍କୁ ଏଇ ସର୍ଭାଣ୍ଟ ଇଣ୍ଡିଆନ ସୋସାଇଟି କିଛି କିଛି ଟଙ୍କା ଦେଉଥିଲା। ଲାଲ ବାହାଦୁର ଶାସ୍ତ୍ରୀ 7 ବର୍ଷ ଭିତରେ 9 ଥର ଜେଲ ଯାଇଥିଲେ। ତେଣୁ ସେ ଯେତେବେଳେ ଜେଲ ଗଲେ, ସର୍ଭାଣ୍ଟ ଅଫ ଇଣ୍ଡିଆନ ସୋସାଇଟି ତାଙ୍କ ଘରକୁ 50 ଟଙ୍କା ଦେଲା। ପିଲେ ଶୁଣନ୍ତୁ, ପିଲାମାନେ ପାଟି ଟିକେ ବନ୍ଦ କରନ୍ତୁ। ସର୍ଭାଣ୍ଟ ଅଫ ଇଣ୍ଡିଆନ ସୋସାଇଟି ତାଙ୍କ ଘରକୁ 50 ଟଙ୍କା ଦିଆଗଲା। 50 ଟଙ୍କା ତାଙ୍କ ଘରକୁ ଗଲା, ଘର ଚଳେଇଲେ। ଇଏ ଜେଲରେ ଥାନ୍ତି, ଦେଖ କେତେ ସେ ଅନେଷ୍ଟ ଲୋକ। ଘରକୁ ଚିଠି ଲେଖିଲେ, କହିଲେ ମୁଁ ତ ଜେଲରେ ଅଛି, 50 ଟଙ୍କାରେ କେମିତି ଚଳୁଛ? ତାଙ୍କର ପତ୍ନୀ ଲଳିତା ଶାସ୍ତ୍ରୀ ସେ ଲେଖିଲେ 40 ଟଙ୍କାରେ ମୋର ପରିବାର ମେଣ୍ଟି ଯାଉଛି, ଆଉ 10 ଟଙ୍କା ମୁଁ ବଞ୍ଚୁ। ତାପରଦିନ ସେ ଜେଲରୁ ଗୋଟେ ଚିଠି ଲେଖିଲେ ସର୍ଭାଣ୍ଟ ଅଫ ଇଣ୍ଡିଆନ ସୋସାଇଟିକୁ, ଯେ 40 ଟଙ୍କାରେ ମୋ ପରିବାର ଚଳି ଯାଉଛି, ଆଉ 10 ଟଙ୍କା ତମେ ଅନ୍ୟ କୋଉ ଜାଗାକୁ ଦେଇଦିଅ, ମୋ ଘରକୁ ଯାଉଛ। এই কথাটা স্পষ্ট অনুভব হচ্ছে সে জনে সচ্চল। তাଙ୍କ জীবন কাଳ ভিତରେ ସେ କୋଉଠି କମ୍ପ୍ରମାଇଜ କରିଥାଏ। ଉଚ୍ଚତାରେ ଛୋଟ ହେଲେ ବି ତାଙ୍କର ବିଚାରଧାରା ବହୁତ ଉଚ୍ଚ ଏବଂ ସେ ବହୁତ ଭଲ କାମ କରିଛନ୍ତି। ଆମେ ଯେତେବେଳେ ଆମେ ଦେଖିବା ଆଉ ଗୋଟିଏ ଘଟଣା ମଧ୍ୟ ତାଙ୍କ ଜୀବନରେ ଘଟିଛି। ସେ ରେଲୱେ ମିନିଷ୍ଟର ହେଲା ସମୟରେ 2ଟା ଘଟଣା ଘଟିଲା। ଆମେ ଯଦି ଜାଣିଛନ୍ତି ରେଲୱେ ମିନିଷ୍ଟର ଯେତେବେଳେ ଥିଲେ, କୌଣସି କାରଣରୁ ଗୋଟେ ଟ୍ରେନ୍ ଆକ୍ସିଡେଣ୍ଟ ହେଲା, ନୈତିକତା ଦୃଷ୍ଟିରୁ ସେ ରେଜିଗ୍ନେସନ ଦେଇଥିଲେ। ଚାକିରିରୁ ତାଙ୍କ ମନ୍ତ୍ରୀ ପଦରୁ ସେ ନିଜେ ରେଜିଗ୍ନେସନ ଦେଇଥିଲେ। କିନ୍ତୁ ଆଜିକାଲି ତମେ ଦେଖ, କୌଣସି କଥାରେ ନୈତିକ ଉତ୍ତରଦାୟୀ କେହି ହଉନାହିଁ। ସେ ନିଜେ ନିଜେ ହେଇଗଲେ ଯେ ହଁ ଏଇ ଯୋଉ ଆକ୍ସିଡେଣ୍ଟଟା ହେଲା ମୋରି ପାଇଁ ହେଇଛି। ଆଉ ଗୋଟେ ମୋଗଲ ସମୟରେ ଗୋଟେ ସଭା ହଉଥିଲା ରେଲୱେ ମନ୍ତ୍ରୀ ସମୟରେ, ତାଙ୍କ ପରିବାରର ତାଙ୍କ ମାଆଙ୍କୁ ବି ସେ କହିନଥିଲେ ମୁଁ ଗୋଟେ ରେଲୱେ ମିନିଷ୍ଟର। ତାଙ୍କ ମାଆ ସେ ଜାଗାକୁ ଗଲେ ରେଲୱେ ମିନିଷ୍ଟର ଆସିବ, ମୋ ପୁଅ ରେଲୱେ ଡିପାର୍ଟମେଣ୍ଟରେ ଚାକିରି କରିଛି ବୋଲି ଜାଣିଲେ। ଦେଖିବା ପାଇଁ ଯେତେବେଳେ ଗଲେ ଗୋଟେ ମିଟିଂ ହେଉଛି, ବହୁତ ସଂଖ୍ୟାରେ ଲୋକ ସେଠି ଉପସ୍ଥିତ ଥିଲେ। ଇଏ ନିଜ ମାଆକୁ ଦେଖିଲେ, ପଛ ଗେଟ୍ ଦେଇକି ଆସିଲେ। ପଛ ଗେଟ୍ ଦେଇ ଆସିଲେ, ପଛ ଯୋଉ ଷ୍ଟେଜ୍ ହେଇଥିଲା ଷ୍ଟେଜ୍ ପଛ ପଟକୁ ନେଲେ ଏବଂ କହିଲେ ମା ତମ ଆଣ୍ଠୁ ଖରାପ ହେଲା କଣ? ନା
ठीक अच्छे बहुत लोक ये भिड़ होते रेलवे मंत्री आसते कौन कर घर को जाओ एवं माँ को विदा कले पत्रकार मैंने पचारे तो माँ भी आसते तुम जाए विदा कल ना विदा कर कारण है मो माँ जाणी मुझे गोटे रेलवे कर्मचारी जाने गोटे मंत्री आज खाली गर्व न हो जाऊ मो पु मंत्री अच्छी से भितर से किसी गोटे भूल कर कौन गोटे कथा कह जहाँ मानिया बाध्य मुझे परिस्थिति पढ़ाई चाहूँ ये प्रकार व्यक्तित्व से जितेबाला से मंत्री पद पाइले गृहमंत्री पद पाइले गृहमंत्री पद जो सचिव मान सब जो थे से पिला सब कार पढ़ाई जाते आंक पिला अनिल शास्त्री सुनील शास्त्री ये सब घोड़ा गाड़ी जाते कहले बाबा तुम गोटे मंत्री पाइच गृहमंत्री देशर तुम गोटे कार गोटे कर कहले कार हो पार मोर जी भत्ता को पाऊँ जी दरमा को पाऊँ ता भितर मु कार करी ना पिला बाध्य कर गोटे लोन कले पंजाब नेशनल बैंक लोन कले लोन जो लोन आप्लाय कले मैनेजर जाए शीघ्र पहुँचले घर पाखे आमको गोटे ऋण दे मंत्री तेणु जो ऋण देते से कहले जी समस्त कथा तुम एमती बुझी दिखाँ सारा देश में आज किसी असुविधा होता मुझे आज मंत्री बोली मो और 12,000 टका नहीं गोटे से कार ठीक कले तुम दुखर कथा कहले गोटे जो कार लोन भी सुझी ना 5,000 टका था मृत्युवरण होगा सरकार भारत सरकार जो चाहिए से 5,000 टका दवाई पत्नी भी मना कले ना मो भत्तार मो पेंशन भत्तार से टंका को सुझी ना मो स्वामी की बक्सा सी केवल नतले परिवार सारा समस्त ईमानदार समस्त सचोट आउ गोटे घटना भी जीवन काल भर घटी पुओ जो प्रधानमंत्री थे इम्पाला कार प्रेस्टिजियस कार से कार सब नेता मंत्री मैंने जावासा करते पुओ सब बड़ भल गाड़ी बापा गोटे प्रधानमंत्री मुझे गाड़ी गाड़ी चढ़ी सब बापा गोटे मीटिंग जाइए ड्राइवर को चाबी नहीं किसी आधा वाले पर चले चले दिन कौन कारण लाल बहादुर शास्त्री जाने जे मो पुओ गाड़ी व्यवहार कर ड्राइवर को जाने हाँ गाड़ी व्यवहार कर किसी कहले ना पुओ गाड़ी तो चले कितु देखिले लॉकबुक 14 किलोमीटर गाड़ी चली से गोटे चिठी कर भारत सरकार को कहले व्यक्तिगत कारण यह व्यवहार होती आसंता मास दरमा 14 किलोमीटर जी पेट्रोल से पेट्रोल मोर से गोटे एमती विचारधारा व्यक्ति जीवन काल भितर से भारत स्वाधीनता संग्राम लड़ी भारत प्रधानमंत्री होती सबुठ इंटरेस्टिंग कथा जिते से प्रधानमंत्री पद पाइले से पाकिस्तान मुख्य शासक आयुब खान नेहरूंकर मृत्युर 13 दिन पर ये प्रधानमंत्री दायित्व नेले से पाकिस्तान 1962 मसीह तुम जाच भारत और चीन मध्य युद्ध होता से युद्ध में भारत पराजय भारत आर्थिक एवं मानसिक स्तर में भारत आउ गोटे युद्ध करने प्रस्तुत नहीं किंतु 1965 पाकिस्तान रणमुंडर देला युद्ध भी करदे से जानी ये छोटिया लोकटा ये कौन आम युद्ध कर डिसीजन कौन है ये क्या गोटे आमको गोटे मौका अच्छे आम भारत को आक्रमण करवा और जम्मू काश्मीर को स्वतंत्र भाव में आम कर किंतु तुम एबे गोटे भल कथा शुण प्रथम थर पर ये कहले कि लाल बहादुर शास्त्री कहले देख सकाल जलिका तुम खाऊ दिल्ली में आ संध्यार जमी भोजन आम लाभ देव युद्ध विरोधी नियम पूरा दरकार नहीं से भारत माँ को आक्रमण कर से आक्रमण कले 1965 मसीहा युद्ध में पाकिस्तान भी पराजय लाभ किंतु आउ गोटे इम्पोर्टाट कथा 1965 मसीहा युद्ध पर भारत और पाकिस्तान युद्ध पर तास्केंट पाखे चुक्ति है तास्केंट चुक्ति सोवियत यूनियन रूस चुक्ति है संध्या समय आउ परस्पर मध्य युद्ध लगे ना शांति प्रतिष्ठा हो सौहार्दपूर्ण वातावरण हो लक्ष्य गोटे चुक्ति हो किंतु दुखर कथा से दिन शास्त्री जी मृत्यु हो भारत सरकार रिपोर्ट अनुसार शास्त्री जी को हार्ट अटैक है किंतु शास्त्री जी कौन प्रकार हृदरोग ना
ହାଟ ବେପାର କୌଣସି ନଥିଲା, କିନ୍ତୁ ଭାରତ ସରକାର ଗୋଟେ ରିପୋର୍ଟ ଦେଇଛି, ଅନେକ ଅନେକ କଥା ବି ସେଠି ଉଠିଛି ଏବଂ ମୁଁ ସେଠି ବର୍ତ୍ତମାନ ଆଲୋଚନା କରିବା ପାଇଁ ଚାହୁଁଛି। କିଏ କହେ ଆମେରିକାର କୌଣସି ଗୁଇନ୍ଦା ସଂସ୍ଥା ଶାସ୍ତ୍ରୀଙ୍କୁ ମାରିବା ପାଇଁ ଚାହୁଁଥିଲେ, କିଏ କହେ ସୋଭିଏତ ରୁଷର କେତେକ ସଂସ୍ଥା ମାରିବା ପାଇଁ ଚାହୁଁଥିଲେ, କିଏ କହେ ଇଣ୍ଡିଆନ ପଲିଟିକାଲ କନସ୍ପିରେନ୍ସି ଯୋଗୁଁ ଲାଲ ବାହାଦୁର ଶାସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। କିନ୍ତୁ ଦୁଃଖର କଥା ସେ ତାଙ୍କ ଶରୀର ଆମର ଶରୀର ମଧ୍ୟ ଆସିଲା ଭାରତ ମାଟିକୁ ଫେରିଲା, ତାଙ୍କ ସେ ଶରୀର ଭିତରେ ଦାଗ ହେଇଥିଲା, ନୀଳ ଏବଂ କଳାର କିଛି ଦାଗ ହେଇଥିଲା। ଯେତେବେଳେ ଦେଖା ହେଲା ସେ ଦାଗ ଗୁଡାକ ସାଙ୍ଗେ ସାଙ୍ଗେ ସେ ଦାଗ ଗୁଡିକରେ ଚନ୍ଦନ ଲଗେଇ ଦିଆ। ଦେଖ କେତେ ରହସ୍ୟଜନକ ମୃତ୍ୟୁ। ଏବେ ବି ଯେମିତି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁର ଏପର୍ଯ୍ୟନ୍ତ କିଛି ରହସ୍ୟ ମିଳିନାହିଁ, ଇଏ ମଧ୍ୟ ମୃତ୍ୟୁର କିଛି ରହସ୍ୟ ପାଇପାରିନାହାନ୍ତି କଣ ପାଇଁ କେମିତି ମଲେ। କିନ୍ତୁ ଭାରତ ସରକାରଙ୍କ ତରଫରୁ ଆମେ ଜାଣିଛନ୍ତି ଯେ ମୃତ୍ୟୁଟା ହାର୍ଟ ଆଟାକ୍ ହେଇଛି। ତାପରେ କଣ ଗୋଟିଏ କଥା ହେଲା ନା ଆମେ ଦବେଇଗଲା ଯୋଉମାନେ କୁକ୍ ଥିଲେ, ଯେ କୁକ୍ ଥିଲା ଯେ ଆଉ ତାଙ୍କର 2 ଜଣ ଖାସ ଲୋକ ଥିଲେ ଲାଲ ବାହାଦୁର ଶାସ୍ତ୍ରୀଙ୍କର। 2 ଜଣ କିଏ ନା ଜଣେ ଥିଲେ ଡକ୍ଟର, ଆଉ ଜଣେ ଥିଲେ ତାଙ୍କ ପିଏ ଯେ ସବୁ ଖବର ରଖନ୍ତି ଏବଂ ଡକ୍ଟର ଯେ ତାଙ୍କ ଚିକିତ୍ସା କରନ୍ତି। ଦୁଃଖର କଥା ମୁଁ ତମକୁ ଜଣାଉଛି ପିଲେ ଶୁଣ, ଦୁଃଖର କଥା ଲାଲ ବାହାଦୁର ଶାସ୍ତ୍ରୀଙ୍କର ମୃତ୍ୟୁ ପରେ କିଛି ଦିନ ପରେ 2 ଜଣଙ୍କର ଭିନ୍ନ ଭିନ୍ନ ଜାଗାରେ ଟ୍ରକ୍ ଆକ୍ସିଡେଣ୍ଟରେ ମୃତ୍ୟୁ ହେଇଗଲା। ପିଏ ଗୋଟେ ଜାଗାରେ ଟ୍ରକ୍ ଆକ୍ସିଡେଣ୍ଟରେ ମରିଗଲେ, ଡକ୍ଟର ଗୋଟେ ଜାଗାରେ ଟ୍ରକ୍ ଆକ୍ସିଡେଣ୍ଟରେ ମରିଗଲେ। ଆଉ ଲାଲ ବାହାଦୁର ଶାସ୍ତ୍ରୀଙ୍କର ପତ୍ନୀ ଲଳିତା ଦେବୀ କହିଲେ ଲାଲ ବାହାଦୁର ଶାସ୍ତ୍ରୀ ଯୋଉ ୟୁଜ୍ କରନ୍ତି ବଟର କ୍ଷୀର ଜାଗାରେ ପିଅନ୍ତି, ସେ ଜାଗାଟା ଦରକାର, କିନ୍ତୁ ସେ ଜାଗାଟା ଆସିଲା ନାହିଁ, ମିଳିପାରିଲା ନାହିଁ। ଫରେନ୍ସିକ୍ ଯାଞ୍ଚ କିଛି ହେଲା ନାହିଁ ଭାରତ ସରକାରଙ୍କ ତରଫରୁ। କିନ୍ତୁ ଦେଖ ଗୋଟେ ସାଧାରଣ ଲୋକ ମଲେ ଆଜିକାଲି କେତେ କେତେ କଥା କଣ ହଉଛି, ଗୋଟେ ଦେଶର ପ୍ରଧାନମନ୍ତ୍ରୀ ପୁଣି ଅନ୍ୟ ଦେଶରେ ମୃତ୍ୟୁ, ତାହା ପାଇଁ ବି ସେ ହେଇପାରିଲା ନାହିଁ। ଆଉ ଗୋଟେ କଥା ଯେତେବେଳେ ସେ ଫେରିଲେ, ଏଠିକି ଫେରିଲେ ଆଉ ତାଙ୍କ ଆମ ସେତେବେଳେ ଯେ ଆମ୍ବାସାଡର ଥିଲେ ତାଙ୍କୁ ସାଙ୍ଗେ ସାଙ୍ଗେ ପ୍ରମୋସନ ଦିଆହେଲା। ତେଣୁ ଆମେ ସେ କଥା ଆଲୋଚନା କରୁନାହାନ୍ତି, ମୁଁ ଜଣାଇବା ପାଇଁ ଚାହୁଁଛି ତାଙ୍କ ମୃତ୍ୟୁ ରହସ୍ୟ ଘେର ଭିତରେ ବି ବର୍ତ୍ତମାନ ରହିଛି। ସତ୍ୟ କଣ ମିଥ୍ୟା କଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ, କିନ୍ତୁ ରହସ୍ୟ ଘେର ଭିତରେ। କିନ୍ତୁ ଆଜି ସମସ୍ତଙ୍କ ପାଇଁ ଗୋଟେ ପବିତ୍ର ଦିନ। ଭାରତ ମାତା କୋଳରେ 2 ସୁପୁତ୍ର ଜନ୍ମ ଲାଭ କରିଛନ୍ତି। ମହାତ୍ମା ଗାନ୍ଧୀ ଯେ ଭାରତକୁ ସ୍ୱାଧୀନତାର ସ୍ୱାଦ ଚଖେଇଛନ୍ତି, ଯାହାଙ୍କ ନେତୃତ୍ୱରେ ଭାରତ ଅନେକ ଆନ୍ଦୋଳନ କରିଛି ଏବଂ ଭାରତକୁ ସ୍ୱାଧୀନତା ଆଣିକି ଦେଇଛି। ଆଉ ଅନ୍ୟପଟେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବରେ ଆମର ଲାଲ ବାହାଦୁର ଶାସ୍ତ୍ରୀ ଭାରତକୁ ଗୋଟେ ଶାସନ ଦେଇଛନ୍ତି, ଭଲ ଶାସନ ଏବଂ ଭଲ ଯାହା ବିଚାରଧାରା, ତାଙ୍କ ନିଜ ବିଚାରଧାରା ଉପରେ କୌଣସି ଜାଗାରେ କମ୍ପ୍ରମାଇଜ କରିନାହାନ୍ତି। ଅନେକ ଅନେକ କଥା ତାଙ୍କ ଜୀବନରେ ଘଟିଛି। ପିଲାମାନେ ଆମେ ସବୁବେଳେ ପାଇଁ ମହାପୁରୁଷମାନଙ୍କର କାହାଣୀ ପଢ଼ିବା, ଆମେ ନିଜର ଚରିତ୍ରକୁ ସଂଶୋଧନ କରିବା, ଭାରତ ମା ପାଇଁ କାମ କରିବା। ଏହି ବାର୍ତ୍ତା ଆଜି ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ସମ୍ମାନ ମୁଁ ଦଉଛି। ଧନ୍ୟବାଦ।